ଭଦ୍ରଶେଖରପୁର ସାହିତ୍ୟ ସଂସଦର ଏହି ଅଭିନବ ପ୍ରୟାସ ବ୍ୟକ୍ତି ଓ ଅଭିବ୍ୟକ୍ତିକୁ ଆପଣମାନଙ୍କୁ ସ୍ୱାଗତ। ବର୍ତ୍ତମାନ ଭାରତରେ କରୋନା ଏକ ମହାମାରୀର ରୂପ ଧାରଣ କରି ସାରିଛି। ଏହା ସହିତ ଭାରତୀୟ ଅର୍ଥନୀତିରେ ମଧ୍ୟ ସଂକଟର ଏକ ମହାମାରୀ ଦେଖାଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କରୋନା ମହାମାରୀ ପୂର୍ବରୁ ଯେ ଭାରତର ଅର୍ଥବ୍ୟବସ୍ଥା ଭଲ ଥିଲା ସେ କଥା ନୁହଁ। ବେକାରୀ, ବେରୋଜଗାରୀ, ମୁଦ୍ରାସ୍ଫୀତି, ମୋଟ ଘରୋଇ ଉତ୍ପାଦନ ବା ଜିଡିପିର ହ୍ରାସ, ଲୋକଙ୍କ କ୍ରୟଶକ୍ତିରେ ହ୍ରାସ, ବଜାର ସଂକୋଚନ ଭାରତର ଅର୍ଥନୀତିକୁ ମାନ୍ଦାବସ୍ଥା ଆଡ଼କୁ ଟାଣି ନେଇଥିଲା। ଏବେ ଦୀର୍ଘଦିନ ଧରି କରୋନା ମହାମାରୀ ଜନିତ ତାଲାବନ୍ଦ, ବାଣିଜ୍ୟ ବ୍ୟବସାୟ, କଳକାରଖାନାଗୁଡ଼ିକ ବନ୍ଦ ପରି ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକ ବନ୍ଦ ହୋଇଯିବା ଫଳରେ ଅର୍ଥନୀତି ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ପୃଥିବୀରେ କଠୋରତମ ତାଲା ବନ୍ଦ ସହିତ ଆଇନ ଉଲ୍ଲଂଘନକାରୀଙ୍କୁ କଠୋରତମ ଦଣ୍ଡ ଦିଆଯାଇଥିବା କଥା ଆପଣମାନେ ସମସ୍ତେ ଜାଣନ୍ତି। ଏପରିକି ଓଡ଼ିଶା ପରି ଏକ ଛୋଟ ରାଜ୍ୟରେ ଆଇନ ଉଲ୍ଲଂଘନକାରୀଙ୍କଠାରୁ 14,58,00,000 ଟଙ୍କା ଜୋରିମାନା ଆଦାୟ କରାଯାଇଛି। 1,332 ଜଣ ଆଇନ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇଛି। ଏସବୁ ସତ୍ତ୍ୱେ ଭାରତ ପୃଥିବୀର ଦୈନିକ କରୋନା ସଂକ୍ରମଣ ଦୃଷ୍ଟିରୁ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି, ଯାହାକି ଏକ ନିନ୍ଦନୀୟ ଘଟଣା। ମୋଟ ସଂକ୍ରମଣ ଦୃଷ୍ଟିରୁ ବିଶ୍ୱରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ। ସେହିପରି ଭାରତରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ନଥିଲା। ଆମେରିକା ପ୍ରଥମ, ବ୍ରାଜିଲ ଦ୍ୱିତୀୟ, ମେକ୍ସିକୋ ତୃତୀୟ ସ୍ଥାନରେ ଥିଲାବେଳେ ଭାରତ ଚତୁର୍ଥ ସ୍ଥାନର ଅଧିକାର କରିଥିଲା। କରୋନା ମହାମାରୀ ପ୍ରଥମ ତରଙ୍ଗରେ ବିଶ୍ୱର ବହୁ ଦେଶ ବେଶ୍ ଦାୟିତ୍ୱବାନ ଓ ସମ୍ବେଦନଶୀଳ ଥିଲେ। ତେଣୁ ଯେତେବେଳେ ଦ୍ୱିତୀୟ ଲହର ଆସିଲା, ସେମାନେ ତାକୁ ଠିକ୍ ଭାବରେ ମୁକାବିଲା କରିବାରୁ ସେମାନଙ୍କ ଦେଶରେ ମୃତ୍ୟୁ ସଂଖ୍ୟା କମ୍ ହେଲା। କିନ୍ତୁ ଭାରତରେ ଯଦିଓ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଜଣେ ଡାକ୍ତର, ସେ ମହାମାରୀର ଦ୍ୱିତୀୟ ଲହର ପୂର୍ବରୁ ଘୋଷଣା କରିଦେଲେ ଯେ ମହାମାରୀକୁ ଆମ୍ଭେମାନେ ଜୟଲାଭ କଲୁ। ମହାମାରୀ ଯାଇଛି, କିନ୍ତୁ ବାସ୍ତବତା ଥିଲା ଅନ୍ୟ ପ୍ରକାରେ। ଏପ୍ରିଲ ମାସ 10 ତାରିଖ ବେଳକୁ ଦୈନିକ ସଂକ୍ରମଣ ହାର 4 ଲକ୍ଷରୁ ଉର୍ଦ୍ଧ୍ୱ ରହିବା ଓ ମୃତ୍ୟୁହାର 4,000ରୁ ଉର୍ଦ୍ଧ୍ୱ ରହିଲା। ସାରା ଦେଶର ହାହାକାର, ଅମ୍ଳଜାନର ଅଭାବ, ଔଷଧର ଅଭାବ, ଡାକ୍ତରଖାନାରେ ଶଯ୍ୟା ନାହିଁ, ଶ୍ମଶାନରେ ଶବ ସଂସ୍କାର ନିମନ୍ତେ କାଠ ନାହିଁ, ପବିତ୍ର ଗଙ୍ଗା ନଦୀରେ ଶବ ଫିଙ୍ଗିଦେବା ନେଇ ଗଙ୍ଗା ଶବବାହିନୀ ଗଙ୍ଗାରେ ପରିଣତ ହେଲା। ସରକାରଙ୍କର ସମ୍ବେଦନହୀନତାର ଥିଲା ଚରମ ନିର୍ଦ୍ଦେଶନ। କରୋନା ଅବ୍ୟବସ୍ଥା ନେଇ କହିଲେ ଲୋକମାନଙ୍କୁ ଦେଶଦ୍ରୋହୀ ଅପରାଧରେ ଗିରଫ କରାଯାଉଥିଲା। କରୋନା ମୃତ୍ୟୁ ନେଇ ଭୁଲ ତଥ୍ୟ ସରକାର ଦେଇ ନିଜର ଦୁର୍ବଳତାକୁ ପ୍ରକାଶ କରିଥିଲେ। ମହାମାରୀ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିଥାଏ, କିନ୍ତୁ ଏହା ସମାଜର ଦୁର୍ବଳ ଶ୍ରେଣୀର ଲୋକ, ଅଣସଂଗଠିତ ଶ୍ରମିକ, ଛୋଟ ଚାଷୀ, ଦଳିତ, ମହିଳା ଆଦି ମାନଙ୍କୁ ଅଧିକ ପ୍ରଭାବିତ କରିଥାଏ। କାରଣ ସେମାନଙ୍କ ପାଖରେ ଏକ ବିପଦକୁ ଟାଳିଦେବା ନିମନ୍ତେ ଆବଶ୍ୟକ ସମ୍ବଳ ନଥାଏ। ତେଣୁ ଯେତେବେଳେ ମହାମାରୀ ପ୍ରଥମ ଶିକାର ସେମାନେ ହୁଅନ୍ତି, ଚଳିତ ମହାମାରୀରେ ଆମ୍ଭେମାନେ ଏହି କଥା ଅନୁଭବ କରିଛୁ। ହଜାର ହଜାର ସଂଖ୍ୟାରେ ଅସଂଗଠିତ ଶ୍ରମିକ, ଦେଶାନ୍ତରୀ ଶ୍ରମିକ ରାସ୍ତାରେ ଭୋକ ଉପାସରେ ଚାଲିଲେ। କେତେକ ରାସ୍ତାରେ ପୋକ ମାଛି ପରି ପ୍ରାଣତ୍ୟାଗ କଲେ। ଏ ହୃଦୟ ବିଦାରକ ଦୃଶ୍ୟ ସରକାରଙ୍କୁ ବିଚଳିତ ନ କରିବା ଆଶ୍ଚର୍ଯ୍ୟର ବିଷୟ ଥିଲା। CMIE ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ପ୍ରଥମ ତରଙ୍ଗରେ ତାଲାବନ୍ଦ ସମୟ ଯୋଗୁଁ 1 କୋଟି ଲୋକ ଜୀବିକା ହରାଇଥିଲେ। ଦ୍ୱିତୀୟ ତରଙ୍ଗରେ ତାଲାବନ୍ଦ ସମୟରେ ପ୍ରାୟ 60 ଲକ୍ଷ ଲୋକ ଜୀବିକା ହରାଇଲେଣି। ଭାରତରେ ବେକାରୀ ସଂଖ୍ୟା ପୃଥିବୀରୁ ସର୍ବାଧିକ। ଗ୍ରାମାଞ୍ଚଳର ଅପେକ୍ଷା ସହରାଞ୍ଚଳରେ ବେକାରୀ ସଂଖ୍ୟା ଅଧିକ ରହିଛି। ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଲା ଯେ ଭାରତରେ ମହାମାରୀ ସମୟରେ ମଧ୍ୟବିତ୍ତମାନଙ୍କର ଅବସ୍ଥାର ଅବନତି ଘଟି ସେମାନେ ଗରିବ ହୋଇଯାଇଛନ୍ତି। ଫଳରେ ଗରିବଙ୍କ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି। ସେମାନେ ଅଧିକ ଗରିବ ହୋଇଛନ୍ତି, ଅଥଚ ଏହି ସମୟ ଭିତରେ ଧନୀମାନଙ୍କର ଧନରେ ବିଶେଷ ବୃଦ୍ଧି ଘଟିଛି। ଏପରିକି ସୁଇସ୍ ବ୍ୟାଙ୍କରେ ଭାରତୀୟମାନଙ୍କର 2020 ମସିହା
रे 20,700 କୋଟି ଟଙ୍କା ଅଧିକା ଜମା ହୋଇଛି। କରୋନା ପରି ଏକ ଜାତୀୟ ବିପର୍ଯ୍ୟୟ ସମୟରେ ସାଧାରଣ ମଣିଷ ରାଷ୍ଟ୍ର ବା ସରକାରଙ୍କର ସାହାଯ୍ୟ କାମନା କରିବା ସ୍ୱାଭାବିକ କଥା। ସେହିପରି ରାଷ୍ଟ୍ର ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା, ରୋଜଗାର, ଆୟ ଆଦି ଯୋଗାଇ ଦେବା ଏକ ଜନମଙ୍ଗଳକାରୀ ରାଷ୍ଟ୍ରର କର୍ତ୍ତବ୍ୟ। କିନ୍ତୁ କ୍ଷୋଭର ବିଷୟ ଯେ ଭାରତ ସରକାର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସମୟରେ ଗରିବ ଲୋକମାନଙ୍କର କ୍ରୟ ଶକ୍ତି ବୃଦ୍ଧି କରିବା ନିମନ୍ତେ ସେମାନଙ୍କୁ ରୋଜଗାର, ଆର୍ଥିକ ସହାୟତା, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ବଦଳରେ ସେମାନଙ୍କୁ ବଜାରର ଦୟା ଉପରେ ଛାଡ଼ି ଦେଇଛନ୍ତି। ସରକାର ଦ୍ରବ୍ୟ ଓ ସେବାରୁ ସର୍ବାଧିକ ଟିକସ ଆଦାୟ କରୁଛନ୍ତି। ବିଶେଷତଃ ପେଟ୍ରୋଲ ଓ ଡିଜେଲ, ଖାଇବା ତେଲ ଉପରେ ସରକାର ଅତ୍ୟଧିକ ଟିକସ ବସାଇ କେବଳ ଗରିବ ଓ ମଧ୍ୟବିତ୍ତମାନଙ୍କର ଜୀବନକୁ ଦୁର୍ବିଷୟ ଆଡ଼କୁ ଟାଣି ନେଇଛନ୍ତି। ଇନ୍ଧନରେ ବୃଦ୍ଧି ଯେ ଆଜି ଦେଶର ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସ ସର୍ବାଧିକ ସ୍ତରରେ ପହଞ୍ଚାଇ ଦେଇଛି। ଏହା ସହିତ ଚାଉଳ, ଡାଲି, ତେଲ, ମାଛ, ମାଂସ, ଅଣ୍ଡା ଆଦି ଏସବୁ ଜିନିଷର ଅତ୍ୟାବଶ୍ୟକ ଜିନିଷର ଦର ସରକାରଙ୍କର ଭୁଲ ଆର୍ଥିକ ନୀତିର ଏକ ନମୁନା ମାତ୍ର। ଜନସାଧାରଣଙ୍କର ଏହି ଦୁର୍ଦ୍ଦିନ ସମୟରେ ସରକାରଙ୍କ ସହାୟତା ଦରକାର କରୁଥିବା ସମୟରେ ସରକାର ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଭାରତର ଧନିକ ଶ୍ରେଣୀ, ପୁଞ୍ଜିପତି, କର୍ପୋରେଟ୍ ଓ ଏକଚାଟିଆ ପୁଞ୍ଜିପତିମାନଙ୍କର ପୁଞ୍ଜି ବୃଦ୍ଧିରେ ସାହାଯ୍ୟ କରିବା ଅତ୍ୟନ୍ତ ପରିତାପର ବିଷୟ। ସରକାର ନିଜେ ଅର୍ଥନୀତିରେ ପୁଞ୍ଜିନିବେଶ କରି ଲୋକଙ୍କ ନିଯୁକ୍ତି ଓ ଆୟ ବୃଦ୍ଧି କରିବା କଥା, କିନ୍ତୁ ଅର୍ଥନୀତିରେ ପୁଞ୍ଜିନିବେଶ ନିମନ୍ତେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେଇ ସେମାନେ ପୁଞ୍ଜିନିବେଶ କରନ୍ତୁ ବୋଲି ସରକାର ଚାହୁଁଛନ୍ତି। ତେଣୁ ସେମାନଙ୍କୁ ଟିକସ ଛାଡ଼ କରିବା ଓ ବ୍ୟାଙ୍କମାନଙ୍କରୁ ଅର୍ଥ ଦେବା କାମ ଜାରି ରହିଛି। ଏଣେ ଲୋକଙ୍କ ହାତରେ କ୍ରୟ ଶକ୍ତି ନଥିବାରୁ ବଜାରରେ ଚାହିଦା ନାହିଁ ଓ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଛି। ତେଣୁ ଅର୍ଥନୀତିକୁ ସୁଧାରିବା ନିମନ୍ତେ ସରକାର ପୁଞ୍ଜିନିବେଶ କରନ୍ତୁ, ଗରିବଙ୍କ ହାତରେ ଅର୍ଥ ଦିଅନ୍ତୁ, କର୍ମ ଯୋଗାଣର ଭାର ଗ୍ରହଣ କରନ୍ତୁ, ଯାହାଫଳରେ କି ବିକାଶ ତ୍ୱରାନ୍ୱିତ ହୋଇପାରିବ। ଧନ୍ୟବାଦ।